ଜୟ ଜଗନ୍ନାଥ ଭାଇ ମାନେ ଗୋଟେ କଥା କହିବାକୁ ଚାହୁଁଛି। ଦେଖନ୍ତୁ, 1947 ଆମ ଦେଶ ସ୍ୱାଧୀନ ହେଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଆମକୁ ବ୍ରିଟିଶ ମାନେ ଶାସନ କରୁଥିଲେ। ଭାଇ ବ୍ରିଟିଶ ଶାସନ ବେଳେ ଯେମିତି ମାନେ ଗରିବ ମାନଙ୍କୁ ଶୋଷଣ କରାଯାଉଥିଲା, ଧନୀ ମାନଙ୍କୁ ବହୁତ ଫ୍ୟାସିଲିଟି ମିଳୁଥିଲା। ତ ଭାଇ ବର୍ତ୍ତମାନ ଆମ ସାରା ଦେଶରେ ବିଜେପି ମାନେ କହିବାକୁ ଗଲେ, ତ ଭାଇ ଭାବନ୍ତୁ ବର୍ତ୍ତମାନ ମାନେ ବିଜେପି ସରକାର ଥିଲା ବେଳେ ବ୍ରିଟିଶ ଶାସନ ପରିସ୍ଥିତି ଚାଲିଛି କି ନାହିଁ ଆପଣ ମାନେ ନିଜେ ଭାବନ୍ତୁ। ଯେ ଗରିବଙ୍କୁ ମାନେ ପଲ୍ୟୁସନ ନାହିଁ, ଗାଡିର ଇଏ ନାହିଁ, ତେଲ ଦର, ଗ୍ୟାସ ଦର ସବୁ ବଢି ଚାଲିଛି। ମାନେ ଦିନକୁ ପାଖାପାଖି 5 ଟଙ୍କା 10 ଟଙ୍କା ଏମିତି ବଢି ଚାଲିଛି। ତ ଭାଇ ଗୋଟେ ଧନୀ ଶ୍ରେଣୀର ଲୋକଙ୍କୁ ତ କିଛି ଫରକ ପଡୁନଥିବ, କାରଣ ସେମାନେ ତ ତାଙ୍କ 1000 ଟଙ୍କା ହଉ କି 2000 ଟଙ୍କା ହଉ ସେମାନେ ଦେଇପାରିବେ, କିନ୍ତୁ ଗୋଟେ ଗରିବ ଶ୍ରେଣୀ ଲୋକକୁ ଫରକ ପଡିବ କି ନାହିଁ ଆପଣ ମାନେ କୁହନ୍ତୁ। ତାପରେ ଭାଇ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏମିତି, ମାନେ ଗରିବ ଶ୍ରେଣୀର ଗୋଟେ ଲୋକ ଯଦି ଯାଉଛି ମାନେ ମାନେ ଯାଉଛି ଥାନାକୁ ଯାଉଛି କି କୋର୍ଟକୁ ଯାଉଛି, ତାହେଲେ ତା ପାଇଁ କିଛି ବେଶୀ ଫ୍ୟାସିଲିଟି ନାହିଁ। ଓଲଟା ତାକୁ ଆରେଷ୍ଟ କରିକି ନିଆଯାଉଛି ଭିତରକୁ, କଣ ନା ତାକୁ ହିଁ ଦୋଷୀ ସାବ୍ୟସ୍ତ କରିଦିଆଯାଉଛି। କିନ୍ତୁ ଗୋଟେ ଧନୀ ଶ୍ରେଣୀର ଲୋକ ଗଲେ ତାକୁ ଦୋଷୀ ସାବ୍ୟସ୍ତ ନା, ତାକୁ ଠିକ ନ୍ୟାୟ ମିଳୁଛି। ତ ଭାଇ ବର୍ତ୍ତମାନ ବ୍ରିଟିଶ ଶାସନ ଆଉ ଆମର ବିଜେପି ଶାସନ ଭିତରେ ଫରକ କଣ ରହିଲା? 2029ରେ ଯଦି ମାନେ ଆମର ବିଜେପି ସରକାର ଯଦି ଆମ ପୁରା ଭାରତ ବର୍ଷରୁ ଯିବ, ତାହେଲେ ଲାଗିବ ଯେ ଆଉ ଗୋଟେ ସ୍ୱାଧୀନତା ମିଳିଲା ଆମକୁ। କଣ ଭାଇ ମାନେ ଠିକ କହିଲି କି ଭୁଲ କହିଲି? ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ରହିଲି ଆପଣମାନଙ୍କ କମେଣ୍ଟ ଅପେକ୍ଷାରେ। ଜୟ ଜଗନ୍ନାଥ।